এই মাণিক্যগড় রাজ্যর প্রধান সেনাপতি ହେଲେ ମାଣିକ୍ୟଗଡ଼ ରାଜ୍ୟରେ ପ୍ରଧାନ ସେନାପତି ଉପରେ ଯେତେବେଳେ ନିଯୁକ୍ତି ରହିଥିଲି ସେହି ସମୟରେ ମୁଁ ମହାରାଣୀକୁ ମନେ ମନେ ବହୁତ ଭଲ ପାଉଥିଲି। ହେଲେ ଦିନେ ମହାରାଣୀକୁ ମୋ ପ୍ରେମର ଆବେଦନଟା କରିଥିଲି। ହେଲେ ମୋ ପ୍ରେମଟାକୁ ଘୃଣା କରି ରାଜା ଦେବଦତ୍ତ ଆଗରେ ଏଇ ଖବରଟା ଜଣାଇ ଦେଇଥିଲା। ହେଲେ ରାଜା ଦେବଦତ୍ତ କିଛି ନବୁଝି ସୁଝି ମତେ ରାଜ୍ୟର ଜନପ୍ରଜାଙ୍କ ଉପସ୍ଥିତିରେ ମୋ ସେନାପତି ପଦଟାକୁ ବହିଷ୍କାର କରିଦେଇ ମାରବାରୀ ରାଜ୍ୟରୁ ତଳି ଦେଇଥିଲା। ଆଜି ସେଇ ଅପମାନର ପ୍ରତିଶୋଧ ମୁଁ ନିଶ୍ଚୟ ପୂରଣ କରିବି। ନିଶ୍ଚୟ ପୂରଣ କରିବି। ଆରେ ହଠାତ୍ ଭିତରକୁ ଚାଲିଯିବା ଉଚିତ ନୁହଁ। ଏଇଠି ଥାଇ ମହାରାଣୀକୁ ଡାକଟା ପକେଇ ଦେଖେ। ମହାରାଣୀ ହ୍ୟାଲୋ ମହାରାଣୀ ଆରେ ସତର୍କର ମହାରାଣୀକୁ ମୋ ଡାକଟା ଶୁଭୁନି। ବୁଝିଲି ରାତ୍ରିଟା ଅନେକ ହେଇଥିବାରେ ମହାରାଣୀଟା ନିଶ୍ଚୟ ଶୋଇ ପଡ଼ିଥିବେ। ସେଇଥିପାଇଁ ମୋ ଡାକଟା ତାଙ୍କ କର୍ଣ୍ଣକୁ ବାଜୁନି। ହେଲେ ମୁଁ ହେଇଛି ଆଉ ଧୈର୍ଯ୍ୟ ଧରି ବସି ରହିବିନି। ଆସୁছিল ମହାରାଣୀ ତୁମରି ନିକଟକୁ ଆସୁଛି। महाराज घरे नहंत गए। मो स्वामी घरे नांती। अक्षा भय घरे नहंत गए। मो पुआ मने राज्य भ्रमण पाई जाई छथि। ओ अच्छा एही कथा। हेले कौन तुमे किए? मु होछि आपनकर जरे एताकांके मणिसा। मु होछि आपनकर जरे शुभाकांके मणिसा। ଆପଣଙ୍କ ପାଇଁ ଗୋଟାଏ ଶୁଭ ସମ୍ବାଦ ନେଇ ଆସିছিল ମହାରାଣୀ। ଶୁଭ ସମ୍ବାଦ ନେଇ ଆସିଛେ। ଠିକ ଅଛି ଯଦି ଶୁଭ ସମ୍ବାଦ ନେଇକି ଆସିଅଛ ତାହେଲେ ମତେ କହିଦିଅ। ଆଚ୍ଛା ମୋ ସ୍ୱାମୀ ଆସିଲା ମୁଁ ଜଣେଇଦେବି। ଓ ଆଉ ଏଠୁ ତୁମେ ଚାଲିଯାଅ। କଣ କହିଲ ଚାଲିଯିବେ? ଆରେ ଜମା ଯିବିନି। ମୁଁ ତୁମକୁ ଜାଣିନି କି ଚିହ୍ନିନି। ତୁମେ ମତେ ଭଲ ଭାବରେ ଜାଣିଛ। କହିଲି ନା ମୁଁ ହଉଛି ସେଇ ତରା ଖାଇଥିବା ପୂର୍ବତନ ସେନାପତି ତାହେଲେ ତୁ ମୋ ସହିତ ଛଳନା କରିଥିଲୁ ରାକ୍ଷସ। ସେଇ ଦିନର ତୁ ଭୁଲି ଯାଇଛୁ। ଭୁଲିନି ତୋର ମନେ ନାହିଁ। କେବେ ତୁ ଭୁଲିବି ସେଇ ଅତୀତର ଘଟଣାଟା। ସେଦିନ ରାଜସଭା ମଧ୍ୟରେ ମତେ ଯୋଉ ଅପମାନ ଦେଇ ରାଜ୍ୟରୁ ମାରି ତଳି ଦେଇଛ ଏତେ ସହଜରେ କଣ ସେ କଥା ମନରୁ ଭୁଲିଯିବେ? କେବେ ଏତେ ଭୁଲିବେ? କଣ କହିଲୁ ମହାରାଣୀ? ଏଇ ପିଲାଟାକୁ ମୁଁ ଇଚ୍ଛା କୁକୁର କହି ବହୁତ ବଡ ଭୁଲ କରିଛୁ। ବହୁତ ବଡ ଭୁଲ କରିଛୁ। ହେଲେ ଆଚ୍ଛା ତୁ ନିଶ୍ଚୟ ମରିବୁ। मरी पापाई पनाग्नि केबे भय करेनी महाराणी। मरिबी पछके तो जपानीर रसटाको न चखिबा पर्यंत जमा परिबिनी। जवान हो तो लज्जा लगा कथा। तो जदि मଣିଷ पड़िया थांता तू मो पाखକୁ फेरी आसना थांतु राक्षस। अच्छा तू बड़ा हो का पुरुष। तू बड़ा हो लंपटा। तू बड़ा हो बड़ा पुरुष। तू मो देखिबा को चाहनी राक्षस। और कहियो तू एठू चली जा। कमान हो हेलो हराम जादी माइकेलिया এই পনাগ্নি মোহরে ছেপ পকাই বহুত বড় ভুল করেছো।
ଆଜି ୟାର ପରିଣାମ ତୋତେ ଏଇ ରାଣୀ ହଂସପୁରରେ ଭୋଗିବାକୁ ହବ। କଣ କରିବୁ ବେଲାଙ୍ଗିନି? କଣ କରିବି? ଆଜି ରାଣୀ ହଂସପୁରରେ ମୁଁ ତୋତେ ବଳାତ୍କାର କରିଦେବେ। ନାଇଁ ବେଲାଙ୍ଗିନି ତୁ ଏମିତି ବାବା କଥା କହିନି ବେଲାଙ୍ଗିନି। ଆଚ୍ଛା ମୁଁ ତତେ ହାତ ଯୋଡ଼ି ନେଉରହୁଛି। ମୁଁ କିନ୍ତୁ କିଛି ଶୁଣିବିନି। ତୁ ମୋ କଥା ମାନିକି ତୁ ଚାଲି ଯା। କଣ କହିଲୁ? ତୋ କଥା ମାନି ଚାଲିଯିବି? ନୁହେଁ ମୁଁ ସେ ଆଗ ପରି ତୋର ଚାକର ଅଛି, ତୋ କଥା ମାନି ଚାଲିଯିବି। ତୁ ଚାଲି ଯା ବେଲାଙ୍ଗିନି, ତୁ ଚାଲି ଯା। ଆସିଛି ଯେତେବେଳେ କାମଟା ପୂରଣ କରି କଲେ ଏତେ ସହଜରେ ଚାଲିଯିବି? ଆଚ୍ଛା আসল মহারানী অনেক দিনের জমাট বাঁধিଥିବା ମୋ ଦେହର ଭୋକଟାକୁ ଥରେ ମେଣ୍ଟେଇ ଦିଅ। ଆସ ହେ ଭଗବାନ, এই ସମୟରେ ରାକ୍ଷସ ମୋ ପାଖକୁ ଚାଲି ଆସିଛି। କଣ ହେଲା? ତମ ପାଖରେ ମୋ ସ୍ୱାମୀ ଅଛନ୍ତି, ଭଲ ହେଇଛି, ତମ ପୁଅମାନେ ଅଛନ୍ତି। ଆହୁରି ଭଲ। କଣ କରିବି? ମୋର କିଛି ବୁଝିବାଟା ଦେଖା ହେ ଜଗତର ନାଥ, ଜଗନ୍ନାଥ, ଆରେ ରେ ଏ ରାକ୍ଷସ କବଳରୁ ମତେ ରକ୍ଷା କର ପ୍ରଭୁ। ଏ ରାକ୍ଷସ କବଳରୁ ମତେ ରକ୍ଷା କର। ଆରେ ଚୁପ କର। ଆଜି ବଲଗ୍ନ ହସ୍ତରେ ତତେ ରକ୍ଷା କରିବା ପାଇଁ ନା ଆସିବେ ସେଇ ଜଗତର ନାଥ ଜଗନ୍ନାଥ, ନା ଆସିବେ ତୋ ସ୍ୱାମୀ রাজা দেবদত্ত। মহারানী নারীকে কেবে দুর্বল ভাবনা রাখছ? আচ্ছা নারীর দুর্গা রূপ দেখি রূপে কণ করবে? দুর্গা রূপ দেখাবে, দেখাবে শাড়ি দেখা। अबे निर्लज निर्बोध अर्माचीन पशु बाघारे पशि बिलुआ घर पुरे घर पलायन तोर साहस केमिति ହେଲା ମୋ ରାଜଉଆସ ପ୍ରବେଶ କରିବା ପାଇଁ? ତୁ ପୁଣି ପ୍ରମୋଦିନୀଙ୍କ ଉପରେ ଆସି ଏମିତି ଅତ୍ୟାଚାର କରିବ? রাজার তুমি ହଁ ମୋ উদ্দেশ্য पर आसे पहुंच करो, তাহলে মহারানী কো ঘটনাটা সত্যি দেখান। ଚୁପ୍ କର। জীবন প্রতি স্নেহ মমতা আছে, মহারানীকে হস্ତରେ ଟେକି ଦେଇ ଏଠାରୁ ଚାଲି ଯା କହୁଛି। ନା ଯା କହୁଛେ। ଆରେ ରେ ନିର୍ଲଜ କଣ ହେଲା? ମୁଖେ ନାହିଁ ଲାଜ ମରଣକୁ କରୁ ବରଣ।